हेलो फ्रेंड्स आज आपण मैंने देखा पाए चंद्रकला एकदम दमदार एपिसोड आपण मैंने पूर्व देखी अंश लगी पड़ती रश्मिर सब राज खोलने आ राजवीर रश्मिर सतरे बहित स्वामी ना नाई से कथा से कन्फ्यूजन अच्छा से सत काढ़ापी कि अंश लगी पड़ती एपटे आपण देखिए आज समस्ते मिसिकी छुआ मान सागर जाऊँच बाहर को रिया रोशनी आ दुई छुआ मिसिकी बाहर को बुलाक जाती अंश मतलब परमिशन देते हूँ तुम ठीक अच्छे बुलाबुली कर जल्दी घर पलि आस एपटे अंश तांकर लागी पड़छंती सब राज खोलिबारे सेपटे छुआ माने खुश होकर बाहर को जाइछंती रश्मि मध्य किसी जानि पाउनांती जे एक्चुअली मल्लिका और अंश भितर कौन चलची तो एपटे जेतेबेले खेलिया ପାଇଁ କି ପହଞ୍ଚି ଯାଇଛନ୍ତି ଗୋଟେ ପଡ଼ିଆ ଭିତରେ ସେଠି ରଶ୍ମି କହୁଛନ୍ତି ଆରେ ଆମେ ତ ପଡ଼ିଆରେ ପହଞ୍ଚିଗଲେ କିନ୍ତୁ ଖେଳିବା କେମିତି ଏଠି ତ ଗୋଲ ପୋଷ୍ଟ ନାହିଁ ତ ରିୟା ଯେତେବେଳେ କହୁଛନ୍ତି କି ଦିଦି ଆମେ ଯେତେବେଳେ ଛୋଟ ଥିଲୁ ସେତେବେଳେ ଆମେ ଏମିତି ସବୁ ଆଣିକି ବକେଟ ମାନଙ୍କୁ ରଖିକି ଗୋଲ କରିଦେଉଥିଲୁ ଆଉ ସେଇଠି ଠିଆ ହେଇକି ଆମେ ଖେଳୁଥିଲୁ ଆମେ ବି ସେମିତି କରିବା ତ ଏଇ ସବୁ ଯୋଉ ଅଛି ଆମର ଫୁଲଦାନୀ ଗୁଡ଼ିକ ସେଗୁଡ଼ା ସବୁ ଆମେ ରଖିଦେବା ତ ସିଏ କହିଛନ୍ତି ଗୁଡ୍ ଆଇଡିଆ ତାପରେ ସମସ୍ତେ ମିଶିକି ସେଇ ଫୁଲଦାନୀ ଗୁଡାକୁ ଆଣିକି ରଖିଦେଇଛନ୍ତି ଗୋଲ ପୋଷ୍ଟ କରିବା ପାଇଁ ତାପରେ କହିଛନ୍ତି ଏବେ ହେଇଗଲା ଆମେ ଏ ଭିତରେ ଖେଳିବା ଚାଲ ଆଉ ଏଇଠୁ ବାଉଣ୍ଡରୀ ବାହାରକୁ ଯାହାର ଯିବ ସେ ଆଉଟ୍ ଏମିତି କହିକି ଆରମ୍ଭ କରିଛନ୍ତି ସେଇ ସମୟରେ ଅନି ଆଉ ଅନ୍ୟା ଦି ଜଣ ଯାକ ଅଛନ୍ତି ଅନ୍ୟା କହୁଛନ୍ତି କି ଆଉ ଦେଖ ଦେଖ ମାମା ଆଉ ସେ ଫୁଲଦାନୀରେ ଗୋଟେ କ୍ରସ୍ ମାର୍କ ହେଇଛି ଏଇଟା କଣ ପାଇଁ ହେଇଛି ତ ସମସ୍ତେ ଆଶ୍ଚର୍ଯ୍ୟ ହେଇକି ସେଠି କରିଛନ୍ତି ଆଉ ମଲ୍ଲିକା ସେ ସମୟରେ ସେ ପହଞ୍ଚିଛନ୍ତି କହୁଛନ୍ତି କି କଣ ହେଲା ଏଇ ଜିନିଷଟା ସିଏ ରଖିଥିବା ଯୋଉ ରଖିଥିଲେ ନେଇକି ତାଙ୍କର ମାଟି ହାଣ୍ଡିଟା ଆଣିଥିଲେ ଅମ୍ବିକା ମାଙ୍କ ପାଖରୁ ଆଉ ସେ ମାଟି ହାଣ୍ଡିଟାକୁ ଲୁଚେଇକି ସେ ତଳେ ରଖିଥିଲେ ସେଇ ଜାଗାରେ ସିଏ ଦେଇଥିଲେ କ୍ରସ୍ ମାର୍କର ଗୋଟେ ଫୁଲଦାନୀ ଯୋଉଟା କି ସେ ଜାଣିପାରିବେ କିନ୍ତୁ ରୋଶନୀ ତ ଟେକିକି ନେଇ ଆସିଛନ୍ତି ସେ କ୍ରସ୍ ମାର୍କର ଫୁଲଦାନୀଟା ଏବେ ମଲ୍ଲିକା ଜାଣିପାରିବେ କି ନାହିଁ ଜାଣିପାରୁନାହାନ୍ତି ସେ ଭାବୁଛନ୍ତି କଣ ଏମାନେ ସବୁ କରୁଛନ୍ତି ମଲ୍ଲିକା ଭାବୁଛନ୍ତି ହଉ କିଛି ନହେଲେ ବି ମୁଁ ନେଇକି ତାକୁ ଥୋଇକି ଜାଣିଦେବି କିନ୍ତୁ ବର୍ତ୍ତମାନ ଜାଣିପାରୁନାହାନ୍ତି ଯେ ଏଇ ଯୋଉ ଫୁଲଦାନୀଟା ଉଠା ହେଇଯାଇଛି ସେଇ ଜାଗାରେ ଯୋଉଠି ପୋତା ହେଇଥିଲା ସେଇ ଜାଗାଟା ହିଁ ଏବେ କନଫ୍ୟୁଜନ ଭିତରେ କୋଉ ଜାଗାରେ ପୋତା ହେଇଥିଲା ସେଇଟା ମଲ୍ଲିକା ବିଲକୁଲ ବି ଜାଣିପାରିବେ ନାହିଁ ଏପଟେ ଆଦ୍ୟା ପୁରାପୁରି ଟେନସନ ଅଛନ୍ତି ତାଙ୍କ ଛୁଆମାନଙ୍କର ଜୀବନକୁ କେମିତି ବଞ୍ଚେଇବେ ସେଥିଲାଗି ସେ ରୋଶନୀକୁ ବହୁତ ଇସାରା ଦଉଛନ୍ତି କିନ୍ତୁ ରୋଶନୀ ବିଲକୁଲ ଜାଣିପାରୁନାହାନ୍ତି କାହିଁକି ନା ଆଦ୍ୟା ତ ରୋଶନୀକୁ ଦେଖିପାରୁନାହାନ୍ତି କି ରୋଶନୀ ମଧ୍ୟ ଆଦ୍ୟାକୁ ଦେଖିପାରୁନାହାନ୍ତି ଯେଉଁଥିପାଇଁ କି ରୋଶନୀ କିଛି ନ ଜାଣିପାରି ଭୂତ ଭୂତ କହିକି ଦୌଡ଼ିକି ପଳେଇ ଆସୁଛନ୍ତି ତ ଫ୍ରେଣ୍ଡସ୍ ଆପଣମାନଙ୍କୁ କ'ଣ ଲାଗୁଛି ଯେ ପ୍ରକୃତରେ ଆଦ୍ୟା କ'ଣ ଜାଣିପାରିବେ ଆଉ ଆଦ୍ୟା କ'ଣ ରୋଶନୀକୁ ସବୁ କଥା ଜଣେଇ ପାରିବେ ତାଙ୍କର ଇସାରା ମାଧ୍ୟମରେ କି ଛୁଆମାନଙ୍କୁ ହଇରାଣ କରିବା ପାଇଁ ମଲ୍ଲିକା ବହୁତ କିଛି ପ୍ଲାନ୍ କରିଛି ଯଦି ଜାଣିବା ପାଇଁ ଚାହୁଁଛନ୍ତି ନିଶ୍ଚୟ ଅପେକ୍ଷା କରନ୍ତୁ ନେକ୍ସଟ ଏପିସୋଡକୁ ଏ ଏପିସୋଡଟା କେମିତି ଲାଗିଲା ନିଶ୍ଚୟ କମେଣ୍ଟ କରିବେ ତା ସହିତ ବର୍ତ୍ତମାନ ପର୍ଯ୍ୟନ୍ତ ଯେଉଁମାନେ ଆମ ଚ୍ୟାନେଲରେ ନୂଆ ଅଛନ୍ତି ଆଉ ସବସ୍କ୍ରାଇବ୍ କରିନାହାନ୍ତି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ ଯାହାଦ୍ୱାରା କି ଆମେ ଯେତେବେଳେ ଭିଡ଼ିଓ ଅପଲୋଡ଼ କରୁ ତା ନୋଟିଫିକେସନ୍ ଆପଣମାନଙ୍କୁ ପହଞ୍ଚିବ ରହିଲି ବାଏ ବାଏ।